ଆପଣ ଶୁଣୁଛନ୍ତି ରେଡ଼ିଓ ନମସ୍କାର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଜାଣିଲେ ଜିଣିବା। ନମସ୍କାର ଶ୍ରୋତା ବନ୍ଧୁ। ନାରୀ ଜାଗିଲେ ଜଗତ ଜାଗିବ, ନାରୀ ଜାଣିଲେ ଜଗତ ଜିଣିବ। ଘରକଣର ଚାରିକାନ୍ଥ ମଧ୍ୟରେ କାଳ କାଟୁଥିବା ନାରୀଟି ଯେ ପ୍ରତ୍ୟେକ ପରିବାର ପାଇଁ ଜଣେ ମୁଖ୍ୟ ପରିଚାଳିକା, ଏଥିରେ ଦ୍ୱିମତ ନାହିଁ। ମାତ୍ର ଦୁଃଖ ଓ ଅନୁତାପର ଅଧ୍ୟାୟ ଯେ ରାଜ୍ୟରେ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସ୍ପର୍ଶକାତର ସମସ୍ୟାର ସମାଧାନ ତଥା ମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିମଳ ଜନିତ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ରେଡ଼ିଓ ନମସ୍କାର 90.4 FMର ଏହି ପ୍ରୟାସ ବିଜ୍ଞାନ ଭିତ୍ତିକ ଓ ଚେତନାଧର୍ମୀ କାର୍ଯ୍ୟକ୍ରମ ଜାଣିଲେ ଜିଣିବା। ହଁ ଶ୍ରୋତାବନ୍ଧୁ, ସାମ୍ପ୍ରତିକ ସମୟର ଚାକଚକ୍ୟର ପରଦା ତଳେ ବ୍ୟସ୍ତବହୁଳ ଜୀବନ ଆଉ ଜୀବିକାର ଗତି ବେଶ୍ ଚଞ୍ଚଳ ଓ ପ୍ରଖର। ତାରି ଭିତରେ ଆମେ ଖୋଜୁଛୁ ଟିକେ ଶାନ୍ତି। ଆଉ ସେହି ଶାନ୍ତି ଟିକକ ପାଇଁ ଆମେ ଯେତେଗୁଡ଼ିଏ ମାଧ୍ୟମକୁ ଆପଣାର କରିଛୁ, ତା ଭିତରେ ଗୋଟିଏ ମାଧ୍ୟମ ହେଲା ନିରୋଗ ତଥା ସୁସ୍ଥ ଜୀବନ। ସେ ନିରୋଗ ତଥା ସୁସ୍ଥ ଜୀବନ ପାଇଁ ଉପଯୁକ୍ତ ମାର୍ଗ ପ୍ରସ୍ତୁତ କରିବାର ଦାୟିତ୍ୱ ହେଉଛି ଜଣେ ନାରୀଙ୍କର। ନାରୀମାନେ ଅଧିକରୁ ଅଧିକ ସଚେତନ ହୁଅନ୍ତୁ, ଜାଣିଥିବା କଥାଠାରୁ ଅଧିକ ଜାଣନ୍ତୁ, ତତ୍ସହିତ ନ ଜାଣିଥିବା କଥାକୁ ଭଲ ଭାବରେ ଜାଣନ୍ତୁ, ଯାହାକୁ ଜାଣିବା ପରେ ନିଜର, ପରିବାରର ତଥା ସମାଜର ମଙ୍ଗଳ ହେବ। ଜାଣିଲେ ଜାଣିବା କାର୍ଯ୍ୟକ୍ରମର ଆଜିର ଅଧ୍ୟାୟ ହେଉଛି ଆମର ଖାଦ୍ୟ। ହଁ ଶ୍ରୋତାବନ୍ଧୁ, ଆମେ ବଞ୍ଚିବା ପାଇଁ ଖାଦ୍ୟ ଖାଉ। ଖାଦ୍ୟ ସମ୍ପର୍କରେ ଏତିକି କହିଲେ ଯଥେଷ୍ଟ ହେବ ନାହିଁ, ବରଂ କୁହାଯାଇପାରେ ଯେ ଆମେ ସୁସ୍ଥ ସବଳ ଓ ନିରୋଗ ହୋଇ ବଞ୍ଚି ରହିବା ପାଇଁ ହିଁ ଖାଦ୍ୟ ଖାଉଛୁ। ମାଆର ସ୍ୱାସ୍ଥ୍ୟ ଭଲ ଥିଲେ ତାଠାରୁ ସୁସ୍ଥ ସବଳ ଛୁଆଟି ଜନ୍ମ ନିଏ। ସୁସ୍ଥ ସବଳ ଶିଶୁକୁ ରୋଗ ସହଜରେ ଆକ୍ରମଣ କରିପାରେ ନାହିଁ। ସୁସ୍ଥ ଲୋକଟି କଠିନ ପରିଶ୍ରମ କରିବାକୁ ସକ୍ଷମ ହୋଇଥାଏ। ତେବେ ମନରେ ସ୍ୱତଃ ପ୍ରଶ୍ନ ଉଠେ, ଆମେ ଖାଦ୍ୟ କହିଲେ କ'ଣ ବୁଝିବା? ଆସନ୍ତୁ ଆମେ କେତେଜଣଙ୍କୁ ପଚାରି ବୁଝିବା, ସେମାନେ ଖାଦ୍ୟ କହିଲେ କ'ଣ ବୁଝନ୍ତି, କ'ଣ ପାଇଁ ଖାଦ୍ୟ ଖିଆଯାଏ, ଖାଦ୍ୟ ଆମ ଶରୀର ପାଇଁ କେତେ ଦୂର ଉପଯୋଗୀ। ସେମାନଙ୍କ ସହିତ ସାକ୍ଷାତ କରୁଛନ୍ତି ଅନୁପ କୁମାର ସାହୁ। ନମସ୍କାର ଶ୍ରୋତା ବନ୍ଧୁ, ରେଡ଼ିଓ ନମସ୍କାରରୁ ମୁଁ ଅନୁପ ଆପଣଙ୍କୁ ଆଜି ନେଇଯାଉଛି କୋଣାର୍କର ସିନେମା ହଲ୍ ଗଳିକୁ। ଆଉ ମୋ ପାଖରେ ଉପସ୍ଥିତ ଅଛନ୍ତି ଏମିତି ଜଣେ ମହିଳା ଯିଏକି ଆମକୁ ମହିଳାମାନଙ୍କର ଖାଦ୍ୟ ସମ୍ବନ୍ଧୀୟ କିଛି କଥା ଆମକୁ କହିବେ। ସେ ହେଉଛନ୍ତି ଆଶାଲତା ରାଉତରାୟ। ମ୍ୟାଡ଼ାମ୍, ଆପଣ ଖାଦ୍ୟ କହିଲେ କ'ଣ ବୁଝନ୍ତି? ଖାଦ୍ୟ କହିଲେ ଆମେ ବୁଝୁ ଭାତ, ଡାଲି, ତରକାରୀ, ଶାଗ, ଅନ୍ୟାନ୍ୟ ଜିନିଷକୁ ଆମେ ଖାଦ୍ୟ ବୋଲି ଗ୍ରହଣ କରୁ। ପ୍ରତିଦିନ ଆପଣ ଯେଉଁ ଜିନିଷକୁ ସବୁ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି, ଆପଣଙ୍କୁ ଲାଗୁଛି ସେସବୁ ଜିନିଷ ଆପଣଙ୍କର ସବୁ ପୌଷ୍ଟିକତା ପାଇଁ ଯଥେଷ୍ଟ? ନା, ଯଥେଷ୍ଟ ତ ନୁହଁ। କାହାକୁ ନିଜର ପ୍ରଧାନ ଖାଦ୍ୟ ଭାବେ ବ୍ୟବହାର କରୁଛନ୍ତି? ପ୍ରଧାନ ଖାଦ୍ୟ ବୋଲି ବ୍ୟବହାର କରୁଛୁ ଭାତ, ଡାଲି, ତରକାରୀ ଏବଂ ମାଛ, ମାଂସ ସବୁବେଳେ ହୁଏନି, କିନ୍ତୁ ଭାତ, ଡାଲି, ତରକାରୀ କି ଭଜା ଏଗୁଡ଼ା ସବୁ ଆମେ ପ୍ରତିଦିନ ବ୍ୟବହାର କରୁ। ଆପଣ ତରକାରୀରେ ସବୁଦିନ ସବୁଜ ପନିପରିବା ବି ବ୍ୟବହାର କରୁଛନ୍ତି? ଯାହା ବାଡ଼ି ବଗିଚାରେ ଆମର କିଛି ନା କିଛି ଅଛି, ସବୁ ଜାତୀୟ ଭଣ୍ଡା ଏବଂ କଦଳୀ, ଶାଗ, ମୁଗ ଏଗୁଡ଼ା ସବୁ ନେଇକିରି ଆମେ ତରକାରୀ ପ୍ରସ୍ତୁତ କରୁ। ଏଥିଲେ ଆଶାଲତା ରାଉତରାୟ, ତାଙ୍କୁ ସାକ୍ଷାତ କରିଥିଲେ ଅନୁପ ସାହୁ। ଏବେ ଆମ ସହିତ ଅଛନ୍ତି ଡକ୍ଟର ବିଧୁଭୂଷଣ ନାୟକ। ତାଙ୍କୁ ଆଜି ପଚାରି ବୁଝିବା ଆଜିର ଶୀର୍ଷକ ଆମର ଖାଦ୍ୟ ସମ୍ପର୍କରେ। ସାର୍ ନମସ୍କାର। ନମସ୍କାର ସାର୍, ଆମେ ଏବେ ଶୁଣୁଥିଲେ ଆଶାଲତା ରାଉତଙ୍କ ଠାରୁ ଖାଦ୍ୟ କହିଲେ ସେ ଗୋଟିଏ କଥା କହୁଥିଲେ ଯେ ଆମେ ଯାହା ଖାଉଛୁ ତାହା ହେଉଛି ଖାଦ୍ୟ। ଯେ ଏ ସମ୍ପର୍କରେ ଆପଣ କ'ଣ କହିବେ? ଶୁଣନ୍ତୁ, ଖାଦ୍ୟ କହିଲେ ଆମେ କ'ଣ ବୁଝିବା? ଯାହାକୁ ଖାଇଲେ ଆମର ଶରୀର ପୋଷିତ ହେବ ତାକୁ ଆମେ କହିବା ଖାଦ୍ୟ। ଶରୀର ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଆବଶ୍ୟକତା ଅଛି। ଶରୀର ପାଇଁ ଖାଦ୍ୟର ଆବଶ୍ୟକତା କ'ଣ ଅଛି? ଶରୀର ପାଇଁ ଖାଦ୍ୟ ଆବଶ୍ୟକତା ଆମର ସବୁବେଳେ ଦରକାର ଏବଂ ସର୍ବଦା ଦରକାର। ଆମର ଗୋଟେ ଅଛି ଯେ ଶରୀର ଇତି ଖଳୁ ଧର୍ମ ସାଧନମ୍। ଆମେ ଯାହା କିଛି ଏ ପୃଥିବୀରେ ଜନ୍ମ ନେଇଛେ କରିବା, ଶରୀରକୁ ବଞ୍ଚେଇଲେ ତ ଯାହା କରିବା। ଶରୀରର ପୋଷଣ ପାଇଁ ଖାଦ୍ୟ ନିହାତି ଆବଶ୍ୟକ। ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଉଛେ, ଭିଟାମିନ୍ସ, ପ୍ରୋଟିନ୍ସ, ମିନେରାଲ୍ସ ଏବଂ ଅନ୍ୟାନ୍ୟ ଧାତବ ଦ୍ରବ୍ୟ ଥିବା ପନିପରିବା, ଫଳ ଇତ୍ୟାଦି। ନାଇଁ, ଆମେ ଏବେ ଟିକେ ପୂର୍ବରୁ ଶୁଣୁଥିଲେ ଯାହା କହୁଥିଲା ଆଶାଲତା ରାଉତରାୟ, ତାଙ୍କୁ ପ୍ରଶ୍ନ ଥିଲା ଯେ ଆମେ ଦୈନନ୍ଦିନ ଜୀବନରେ ଯାହା ଖାଉଛୁ ତାହା ସମ୍ପୂର୍ଣ୍ଣ ଭାବରେ ଆମକୁ ପୌଷ୍ଟିକତା ଯୋଗାଇ ପାରୁନି, ଯାହା ଆପଣ କହୁଛନ୍ତି ଯେ ପୋଷଣର ଅଭାବ ଘଟୁଛି। ସେ କ୍ଷେତ୍ରରେ ଆମେ କ'ଣ କରିପାରିବୁ, ଯେଉଁଟାକ ଜଣେ ନାରୀ ପାଇଁ ତାର ଖାଦ୍ୟର ଆବଶ୍ୟକତା ବା ଖାଦ୍ୟର ପରିମାଣ ଆବଶ୍ୟକ? ଶୁଣନ୍ତୁ, ଜଣେ ଆଡୋଲେସେନ୍ସ ଗାର୍ଲ ପାଇଁ ଅର୍ଥାତ୍ ଜଣେ ଝିଅ ପାଇଁ ଦୈନନ୍ଦିନ 2000 କିଲୋ କ୍ୟାଲୋରିର ଖାଦ୍ୟ ଆବଶ୍ୟକ। ଜଣେ ଆଡଲ୍ଟ ବା ବୟସ୍କ ମହିଳା ପାଇଁ 2200 କିଲୋ କ୍ୟାଲୋରି
ଖାଦ୍ୟ ଆବଶ୍ୟକ। ଏହା ଛଡ଼ା ଜଣେ ଗର୍ଭବତୀ ମହିଳା ପାଇଁ ଦୈନନ୍ଦିନ 2400ରୁ 2500 କିଲୋ କ୍ୟାଲୋରୀ ଖାଦ୍ୟ ଆବଶ୍ୟକତା ରହିଛି। ତେବେ ତାହେଲେ ଆପଣଙ୍କର କହିବା କଥା କ'ଣ ହେଉଛି ଯେ ଜଣେ କଠିନ ପରିଶ୍ରମ କରୁଥିବା ନାରୀ ବା ଜଣେ ଗର୍ଭବତୀ ମହିଳା, ଜଣେ କର୍ମଜୀବୀ ମହିଳା, ଏମାନଙ୍କ ପାଇଁ ଖାଦ୍ୟର ପରିମାଣ ହେଉଛି ଭିନ୍ନ ଭିନ୍ନ। ନିଶ୍ଚିତ ଭାବରେ ଯେଉଁମାନେ ସର୍ବଦା କାର୍ଯ୍ୟଶୀଳ ସେମାନେ କିଛି ପରିମାଣରେ ଖାଦ୍ୟ ଅଧିକା ଖାଇବା ଆବଶ୍ୟକ। ଗର୍ଭବତୀ ମହିଳା ନିହାତି ଜରୁରୀ ଅଧିକା ପରିମାଣରେ ଖାଦ୍ୟ ଖାଇବା ଆବଶ୍ୟକ, କାରଣ ତାର କ୍ୟାଲୋରୀ ଶକ୍ତି ଅଧିକ ଆବଶ୍ୟକତା ରହିଛି। କିନ୍ତୁ ଏଇଠି ଗୋଟେ ପ୍ରଶ୍ନ ହେଉଛି, ଜଣେ ଗର୍ଭବତୀ ମହିଳା ଏବଂ ଶିଶୁ କ୍ଷୀର ଖୁଆଉଥିବା ମା, ଏମାନଙ୍କ ଖାଦ୍ୟର ଗ୍ରହଣ କରିବାର ଯେଉଁ ଆବଶ୍ୟକତା, ସେ ଆବଶ୍ୟକତା ଭିତରେ କିଛି ପାର୍ଥକ୍ୟ ଅଛି ନା ପାର୍ଥକ୍ୟ ନାହିଁ? ଯଦି ପାର୍ଥକ୍ୟ ଅଛି କ'ଣ ଅଛି? ଶିଶୁଟି ମାର ସ୍ତନ୍ୟ ଉପରେ ସର୍ବଦା ନିର୍ଭର କରିଥାଏ। ତେଣୁ ମାର ସ୍ତନ୍ୟରେ ଯଦି ବିଭିନ୍ନ ପ୍ରକାରର ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ସ ଏସବୁ ପୋଷଣ ଶକ୍ତି କମିଯିବ, ତାହେଲେ ଛୁଆର ନିଶ୍ଚିତ ଭାବରେ ବିକାଶ ମଧ୍ୟ କମିଯିବ ଏବଂ ଶିଶୁ ଉପଯୁକ୍ତ ପରିମାଣରେ ଖାଦ୍ୟ ସାର ପାଇପାରିବ ନାହିଁ, ଯାହାଦ୍ୱାରା କି କୁପୋଷଣଜନ୍ୟ ଶିକାର ହେବ। ଏବେ ଆମେ ଶୁଣିଲେ ଡକ୍ଟର ବିଧୁଭୂଷଣ ନାୟକଙ୍କ ଠାରୁ ଆମ ପାଇଁ ଖାଦ୍ୟର ଯାହା ଆବଶ୍ୟକତା ଅଛି, ଶରୀର ସମ୍ପର୍କରେ ଆମେ ଖାଦ୍ୟର ଗୁରୁତ୍ୱକୁ ଉପଲବ୍ଧି କଲେ। ଏବେ ଗୋଟିଏ କଥାରେ ଆମେ ଏକମତ ହେବା ଯେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷମାନଙ୍କ ପାଇଁ ଖାଦ୍ୟର ପରିମାଣର ବା ଖାଦ୍ୟର ଶକ୍ତିର ପରିମାଣର ଭିନ୍ନ ଭିନ୍ନତା ଅଛି। ତେବେ ଆସନ୍ତୁ ଆମେ ପୁଣି ଭେଟିବା ଆଉ ଜଣକୁ, ଯାହାଙ୍କ ପାଖରୁ ଆମେ ଆଉ କିଛି ଶୁଣିବା। ଶ୍ରୋତା ବନ୍ଧୁ, କୋଣାର୍କର କରମଙ୍ଗା ଗାଁର ବାଲିସାହିକୁ ଆମ ପାଖରେ ଆଜି ଉପସ୍ଥିତ ଅଛନ୍ତି ଅହଲ୍ୟା ମ୍ୟାଡାମ, ଯିଏକି କହିବେ ଖାଦ୍ୟ କ'ଣ। ଖାଦ୍ୟ କହିଲେ ଆମେ ଦୈନନ୍ଦିନ ଜୀବନରେ ଯାହା ଖାଇଥାଉ ତାକୁ ଖାଦ୍ୟ କୁହାଯାଏ। ଖାଦ୍ୟ ଖାଇବା ଆମ ଶରୀରର ଗଠନ ପାଇଁ ଖାଦ୍ୟ ନିତାନ୍ତ ଆବଶ୍ୟକ। ତେଣୁ ଆମେ ଦୈନନ୍ଦିନ ଜୀବନରେ ଭାତ, ଡାଲି, ଶାଗ, ସବୁଜ ପନିପରିବା, ମାଛ, ମାଂସ ଇତ୍ୟାଦି ଯାହା ଆମେ ଖାଇଥାଉ ତାକୁ ଖାଦ୍ୟ କୁହାଯାଏ। ଏହାଦ୍ୱାରା ଆମ ଶରୀର ପାଇଁ ଶକ୍ତି ମିଳିଥାଏ। ଏବେ ଆମେ ଭେଟିଥିଲୁ ଅହଲ୍ୟା ନାୟକଙ୍କ ସହିତ, ଯିଏ କହୁଥିଲେ ଖାଦ୍ୟ କହିଲେ ସେ ଗୋଟିଏ କଥା ବୁଝନ୍ତି, ଯାହା ଆମେ ଖାଉ ତାହା ହେଉଛି ଖାଦ୍ୟ। ମୁଁ ଡକ୍ଟର ନାୟକଙ୍କୁ ପଚାରିବାକୁ ଚାହୁଁଛି ଯେ ଆମେ ବି ପାନ, ବିଡ଼ି, ସିଗାରେଟ୍ ଏମିତି ଅନେକ ଖାଇଥାଉ। ଏ ପାନ, ବିଡ଼ି, ସିଗାରେଟ୍କୁ ଆମେ ଖାଦ୍ୟ ଭାବେ ଗ୍ରହଣ କରିପାରିବା କି? ପାନ, ବିଡ଼ି, ସିଗାରେଟ୍ କିମ୍ବା ଯେତେ ନିକୋଟିନ୍ ଯୁକ୍ତ ଖାଦ୍ୟ, ତମାଖୁ ଏସବୁ ହେଉଛି ଶରୀର ପାଇଁ କ୍ଷତିକାରକ। ଏଗୁଡ଼ିକ ଶରୀରରେ କୌଣସି ଉପକାରିତା ନାହିଁ। ଆଚ୍ଛା, ଆଉ ଗୋଟେ କଥା ମୋତେ କୁହନ୍ତୁ ଯେ ଆମେ ବଜାରରୁ ଯେଉଁ ଫାଷ୍ଟ ଫୁଡ୍ ଖାଉଛୁ, ସେ ଫାଷ୍ଟ ଫୁଡ୍ର ତାକୁ ଆମେ ଖାଦ୍ୟ ଭାବେ ଗ୍ରହଣ କରିପାରିବା ନା ନାହିଁ? ଶୁଣନ୍ତୁ, ଫାଷ୍ଟ ଫୁଡ୍ ଖାଇବାଟା କିଛି କ୍ଷତିକାରକ ନୁହେଁ, କିନ୍ତୁ ଏଥିପାଇଁ ଆମେ କ୍ଷତିକାରକ ବୋଲି କହୁଛେ ଯେ ବାହାରେ ଯେଉଁ ଦୋକାନ ମାନଙ୍କରେ ଆମେ ଫାଷ୍ଟ ଫୁଡ୍ ଖାଉଛେ, ଏଠି ସେମାନେ ଯେଉଁ ତୈଳରେ ରାନ୍ଧନ୍ତି ସେଗୁଡ଼ିକ ସବୁ ଶୋଧିତ ଦ୍ରବ୍ୟ ନୁହେଁ, ପୋଡ଼ା ତେଲରେ କରନ୍ତି। ସେଥିରେ କାର୍ବନ ପରିମାଣ ଅଧିକା ରହୁଛି, ଯେଉଁଟାକି ଡାଇବେଟିସ୍ କରିପାରେ କିମ୍ବା ଗ୍ୟାଷ୍ଟ୍ରାଇଟିସ୍ କରିପାରେ। ଅନେକ ଗ୍ରନ୍ଥିଜନ୍ୟ ରୋଗ ମଧ୍ୟ ଦେଖାଯିବାର ସମ୍ଭାବନା ଅଛି। ତ ସେଥିପାଇଁ ସେଇ ସବୁ ଦ୍ରବ୍ୟକୁ ଆମେ ଯଦି ଘରେ ନେଇ ପ୍ରସ୍ତୁତ କରି ଖାଇବା କିଛି କ୍ଷତି ନାହିଁ। ଏବେ ଆଉ ଗୋଟେ କଥା ମନ ଭିତରେ ଆସୁଛି, ସ୍ୱତ ପ୍ରଶ୍ନ। ଆମେ ଚା ପିଇଲା ବେଳେ ଚା ପିଇଲେ ଭୋକ କମିଯାଏ ବୋଲି କୁହାଯାଏ, ଏବଂ ଆମର ସାଧାରଣତଃ ଆମେ ଜାଣିଛୁ ଯେ ଆମ ଚାରିପାଖରେ ଥିବା ଲୋକମାନେ ବେଶ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ଏବଂ ଅନେକ ସମୟରେ ଖାଦ୍ୟର ଭୋକର ଦାଉରୁ ରକ୍ଷା କରିବା ପାଇଁ ସେମାନେ ଚାକୁ ଅଭ୍ୟାସ କରନ୍ତି ଏବଂ ଚା ପିଇଲା ପରେ ଭୋକ ମରିଯାଏ ବୋଲି କୁହାଯାଏ। ତା ପଛରେ କ'ଣ କାରଣ ଅଛି? ନାଇଁ, ଚା ପିଇଲେ ଯେ ଭୋକଟା ମରିଯିବ ବା କ୍ଷୁଧା ଶକ୍ତି କମିଯିବ ଯେଉଁ ଆପଣମାନେ କହୁଛନ୍ତି, ସେଇଟା କହିବାଟା ଠିକ୍ ନୁହେଁ। କାହିଁକି କହିବା ଠିକ୍ ନୁହେଁ? ଯେତେବେଳେ ମଣିଷକୁ ଭୋକ ହେଉଥାଏ, ସାଧାରଣ ଭାବରେ ଯଦି ଶର୍କରା ଦ୍ରବ୍ୟ ଟିକେ ଖାଇଦେବ, ତାହେଲେ ତାର ନିଶ୍ଚିତ ଭାବରେ ଆବଶ୍ୟକ ହେଉଥିବା ଶର୍କରା ସେଟା ଶରୀରର କିଛି କାଂଶରେ ତାର କ୍ଷୁଧାକୁ କମାଇ ଦିଏ। ଚାରେ ଯେତେବେଳେ ମିଠା ପଡ଼ିଥାଏ, ଆମେ ମିଠା ଚା ପିଉଛେ, ତେଣୁ ଭୋକ ସମୟରେ ଆମେ ଯଦି ସେଇ ଚା ପିଇବା, ମିଠାଟା ଆମକୁ କିଛି ସମୟ ପାଇଁ ଭୋକରୁ ମୁକ୍ତି ରଖିଦିଏ, କିନ୍ତୁ ତା ମାନେ ନୁହଁ ଯେ ଚା ପିଇଲେ କ୍ଷୁଧା ଶକ୍ତି କମିଯିବ। ଆଚ୍ଛା, ପାଣି ପିଇଲେ ପାଣିରେ କ'ଣ କିଛି ସେମିତି ମିଠା ଦ୍ରବ୍ୟ ନାହିଁ ଯାହାକି ଚା ପରି କାମ କରିବ ଏବଂ ତାକୁ ଯେଉଁ ଆପଣ କହୁଛନ୍ତି ଶର୍କରା ଜାତୀୟ ଖାଦ୍ୟ ଖାଇଲା ପରେ ଆମର କ୍ଷୁଧା ଶକ୍ତି କମିଯିବ? ନାଇଁ, କ୍ଷୁଧା ସମୟରେ ଆପଣ ପାଣି ପିଇ ପାରିବେ, କିଛି ଅସୁବିଧା ନାହିଁ। କିଛି ସମୟ ପରେ 5 ମିନିଟ୍ ବା 10 ମିନିଟ୍ ପରେ ଆପଣ ପୁଣି ଭୋକ ହେବ, ଆପଣ ଖାଇପାରିବେ। ତାର ଶରୀର ପାଇଁ କ'ଣ ପାନୀୟ ଜରୁରୀ? ଶରୀର ପାଇଁ ସର୍ବଦା ଜଳ ଆବଶ୍ୟକ। ଏଠି ଆଉ ଗୋଟେ କଥା ମଧ୍ୟ ଆସୁଛି ପ୍ରଶ୍ନ। ଆମେ ଶୁଣୁଥିଲେ ଯେତେବେଳେ ଅହଲ୍ୟା ନାୟକଙ୍କ ଠାରୁ ଯେ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ କି ଶାକାହାରୀ ଆଉ କେତେକ ଅଛନ୍ତି ଯେଉଁମାନେ ଆମିଷ ଦ୍ରବ୍ୟ ଖାଆନ୍ତି। ଆମେ ଆମିଷ ଦ୍ରବ୍ୟ ଖାଉନଥିବା ବ୍ୟକ୍ତିଙ୍କ ଅପେକ୍ଷା ଯେଉଁମାନେ ଶାକାହାରୀ ଅଛନ୍ତି, ଯେଉଁମାନେ ଆମିଷ ଭୋଜନ କରୁନାହାନ୍ତି, ସେମାନଙ୍କୁ ଆମେ କେଉଁ ଭାବରେ ଖାଦ୍ୟ ଦେଇ ସେ ଭରଣା କରିପାରିବୁ? ଶୁଣନ୍ତୁ, ଆମିଷ ବିଜ୍ଞାନ ଆମିଷ ଖାଦ୍ୟ, ନିରାମିଷ ଖାଦ୍ୟ ଏ ସମ୍ପର୍କରେ କିଛି କହିନାହିଁ। ସବୁ ପ୍ରକାର ଖାଦ୍ୟରେ ଭିଟାମିନ୍ ଅଛି, ପ୍ରୋଟିନ୍ ଅଛି, କାର୍ବୋହାଇଡ୍ରେଟ୍ ଅଛି, ମିନେରାଲ ସଲ୍ଟସ୍ ଅଛି,
ସବୁ ପ୍ରକାର ଖାଦ୍ୟରେ ଅଛି, କିନ୍ତୁ ଆମେ ଗୋଟେ ଧର୍ମୀୟ ଚିନ୍ତାଧାରା ଅନୁସାରେ ଆମିଷ କିମ୍ବା ନିରାମିଷ ବୋଲି କହୁଛେ। ସେଥିପାଇଁ ଯଦି ଆମର ଅନେକ ଲୋକ ଆମିଷ ଭାବିକିରି ମାଛ ମାଂସ ଖାଆନ୍ତି ନାହିଁ, ସେମାନେ ଶାକାହାରୀ ଅଟନ୍ତି ଏବଂ ପ୍ରତ୍ୟେକ ଦିନ ପନିପରିବା ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଯଥା କ୍ଷୀର ଶାକ ଏସବୁ ଖାଇପାରିବେ। କ୍ଷୁଧା ସମୟରେ ଶରୀର ଶକ୍ତି ଚାହିଁଥାଏ, ତେଣୁ ଶକ୍ତି ଯେତେବେଳେ ଚାହିଁଥାଏ ଶରୀର, ସେହି ସମୟରେ ଆମକୁ ଶ୍ୱେତସାର ଜାତୀୟ ଖାଦ୍ୟ ଖାଇବାକୁ ପଡ଼େ। ଶ୍ୱେତସାର ଜାତୀୟ ଖାଦ୍ୟ ମୁଖ୍ୟ ଶକ୍ତିର ଉତ୍ସ। ସେଥିପାଇଁ କ୍ଷୁଧା ସମୟରେ ଯଦି ଆମେ ଚା ପିଉଛେ, ଚାରେ ମିଠା ଅଂଶ ଅଛି, କାର୍ବୋହାଇଡ୍ରେଟ୍ ଅଛି, ତେଣୁ କାର୍ବୋହାଇଡ୍ରେଟ୍ ଶରୀରରେ ପ୍ରବେଶ କରିବା ମାତ୍ରେ ଆମର କିଛି ସମୟ ପର୍ଯ୍ୟନ୍ତ କ୍ଷୁଧା କମିଯାଏ, କାରଣ ଯେହେତୁ ସେ ସେଇଥିରୁ ଶକ୍ତି ପାଏ। ସାର୍ ଏବେ ଆମେ ଟିକେ ଯିବା, ଆମ ଗହଣ ଅଛନ୍ତି ଅନୁପ ସାହୁ, ଯେ ଭେଟିଛନ୍ତି ଜଣେ ଶିକ୍ଷୟିତ୍ରୀଙ୍କୁ। ସେ କ'ଣ ବୁଝନ୍ତି ଖାଦ୍ୟ ସମ୍ପର୍କରେ, ତାଙ୍କଠୁ ପଚାରି ବୁଝିବା। ଆମେ ଏବେ ଅଛେ ପଇତାବରେଇ ଗାଁରେ, ଆଉ ମୋ ସାଙ୍ଗରେ ଏବେ ଅଛନ୍ତି ଏଇ ଗାଁର ଜଣେ ଶିକ୍ଷୟିତ୍ରୀ। ମ୍ୟାଡାମ ଆପଣଙ୍କ ନାଁଟା କୁହନ୍ତୁ। ଗୀତାଞ୍ଜଳି ନାୟକ। ମ୍ୟାଡାମ ଆପଣ ଆମ ଶ୍ରୋତାମାନଙ୍କୁ କୁହନ୍ତୁ ଯେ ଖାଦ୍ୟ କହିଲେ ଆମେ କ'ଣ ବୁଝିବା? ଖାଦ୍ୟ କହିଲେ ସାଧାରଣତଃ ଆମେ ବୁଝୁ ଯାହାକୁ ଖାଇ ଜୀବନ ଧାରଣ କରି ହୁଏ, ଯାହାକୁ ନେଇ ଆମର ଶକ୍ତି ସଂଗ୍ରହ ହୁଏ, ଆମେ ବଞ୍ଚି ରହିପାରିବା, ସେଇଟା ହିଁ ଆମେ ସାଧାରଣତଃ ଭାବରେ ଖାଦ୍ୟ ବୋଲି ବୁଝୁ। ସାଧାରଣତଃ ଆପଣ ଖାଦ୍ୟର କେତେଟା ଉଦାହରଣ କୁହନ୍ତୁ। ଖାଦ୍ୟ ଭାତ, ରୁଟି, ପନିପରିବା ଇତ୍ୟାଦି। ଆପଣ ସକାଳର ବ୍ରେକଫାଷ୍ଟ ପ୍ରତିଦିନ କ'ଣ କରୁଛନ୍ତି? ମୁଁ ରୁଟି ସନ୍ତୁଳା ଖାଏ। ପ୍ରତିଦିନ ଏଇଟା ଆପଣଙ୍କର ଖାଇବା? ନା, ସେମିତି ମଝିରେ ମଝିରେ କେତେବେଳେ କେମିତି ପରିବର୍ତ୍ତନ ହୁଏ, ପ୍ରାୟ ମୁଁ ରୁଟି ଖାଏ। ଆମେ ଏବେ ସାକ୍ଷାତ କରୁଥିଲୁ ଶିକ୍ଷୟିତ୍ରୀ ଗୀତାଞ୍ଜଳି ନାୟକଙ୍କୁ। ତାଙ୍କ କହିବା ଭିତରେ ଆମେ ତିନୋଟି କଥା ଭାବରେ ପହଞ୍ଚିଲେ। ଗୋଟିଏ ହେଉଛି ଆମେ ଏଇଆକୁ ଖାଦ୍ୟ ବୋଲି କହିବା ଯାହାକୁ ଖାଦ୍ୟ ଭାବରେ ଗ୍ରହଣ କରୁଛୁ, ଆମେ ତାକୁ ଖାଇବା ପରେ ଜୀବନ ଧାରଣ କରିପାରିବା, ବଞ୍ଚି ରହିବା ଏବଂ ଶକ୍ତି ପାଇବା। ଏ ତିନୋଟି କଥା ଭିତରୁ ଏବେ ଡକ୍ଟର ନାୟକ ମୋତେ କୁହନ୍ତୁ, ଯଦି ଆମେ ଯାହାକୁ ଖାଇ କେବଳ ଜୀବନ ଧାରଣ କରିପାରୁଛୁ, ତାକୁ ଆମେ ଖାଦ୍ୟ ବୋଲି ବିବେଚନା କରିବୁ ନା କରିବୁ ନାହିଁ? ଯାହାକୁ ଖାଇକିରି ବଞ୍ଚୁଛେ, ଜୀବନ ଧାରଣ ହେଉଛି, ଜୀବନ ଧାରଣ ହେଲେ ହିଁ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟ କରିପାରିବା। ସେଥିପାଇଁ ଆମେ ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ନା, ଏମିତି ବି ହେଇପାରେ, ଧରାଯାଉ ଆମେ କିଛି ଖାଦ୍ୟ ଅଛି ଯେଉଁ ଖାଦ୍ୟକୁ ଗ୍ରହଣ କଲା ପରେ ଆମେ ଜୀବନ ଧାରଣ କରୁଛୁ, କିନ୍ତୁ ସେଥିରୁ ଶକ୍ତି ପାଇବା ନାହିଁ, ତାକୁ ଆମେ ଖାଦ୍ୟ ବୋଲି ଗ୍ରହଣ କରିପାରିବା କି? ଆମେ ବିଭିନ୍ନ ପ୍ରକାର କାର୍ଯ୍ୟ କରିବା ପାଇଁ ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ, ନିରୋଗ ରଖିବା ପାଇଁ ସର୍ବଦା ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ। ଆମେ ଯାହା ଖାଉଛେ, ଯେଉଁଥିରୁ ବେଶୀ ଶକ୍ତି ପାଉନେ, ଯେଉଁଥିରୁ ବେଶୀ ପୁଷ୍ଟିସାର, ସ୍ନେହସାର ଏବଂ ଶ୍ୱେତସାର ପାଇପାରୁନେ, ତାକୁ ଆମେ ଅଳ୍ପ ପରିମାଣରେ ଖାଉଛେ। ତାଠାରୁ ଅଧିକା ପରିମାଣରେ ଖାଦ୍ୟ ଖାଇବା ଆବଶ୍ୟକ, କିମ୍ବା ଯେଉଁ ଖାଦ୍ୟରେ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଖଣିଜ ଲବଣ ଭରି ରହିଛି, ସେହି ସବୁ ଖାଦ୍ୟକୁ ଖାଇବା ଆମେ ନିହାତି ଜରୁରୀ। ତେବେ ଆମେ ନିତିଦିନିଆ ଯାହା ଖାଦ୍ୟ ଖାଉଛୁ, ଭାତ, ଡାଲି, ଆଳୁ, ବାଇଗଣ, ଭେଣ୍ଡି, କଲରା, କଖାରୁ, ମାଛ, ମାଂସ, ଅଣ୍ଡା, କ୍ଷୀର, ଯାହା ବି ଖାଉଛୁ, ତାକୁ ଆମେ ଖାଦ୍ୟ ବୋଲି ଗ୍ରହଣ କରିବା। ତେବେ ଆଜି ଆପଣ ଆମକୁ ସମୟ ଦେଇ ଆଜିର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ହଁ ଶ୍ରୋତା ବନ୍ଧୁ, ଇଏ ଥିଲେ ଡକ୍ଟର ବିଧୁଭୂଷଣ ନାୟକ, ଯିଏ ଖାଦ୍ୟ କଣ ସମ୍ପର୍କରେ ବିଶେଷ ଭାବରେ ଆମ ସହିତ ଆଲୋଚନା କରୁଥିଲେ। ତେବେ ଆଜିର ଅଧ୍ୟାୟ ଅନ୍ତରେ ଏତିକି କୁହାଯାଇପାରିବ ଯେ ଯାହା ଖାଇଲେ ଆମେ ସୁସ୍ଥ ଓ ନିରୋଗ ହୋଇ ବଞ୍ଚିବା, ତାହା ଆମର ଖାଦ୍ୟ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆସନ୍ତାକାଲି ଠିକ୍ ଏହି ସମୟରେ ଜାଣିଲେ ଜିଣିବା କାର୍ଯ୍ୟକ୍ରମରେ ଆପଣଙ୍କୁ ଭେଟିବାର ପ୍ରତିଶ୍ରୁତି ଦେଇ ରହୁଛି ମୁଁ ପ୍ରତାପ ରାଉତ। ନମସ୍କାର। ଜାଣିଛ ଅନୁପ, ଜାଣିଲେ ଜିଣିବା କାର୍ଯ୍ୟକ୍ରମରେ ଆକର୍ଷଣୀୟ ପୁରସ୍କାର ଦିଆଯାଉଛି। ସତରେ ନା କ'ଣ? ହଁ। କେମିତି? ଯେଉଁମାନେ ଏହି କାର୍ଯ୍ୟକ୍ରମ ପ୍ରତିଦିନ ଶୁଣୁଛନ୍ତି, ସେମାନେ କିଛି ପ୍ରଶ୍ନର ଉତ୍ତର ଦେବେ ଆଉ ପୁରସ୍କାର ଜିତିବେ। ଏ ଜୋସ୍ନା, ମତେ ଟିକେ ଖୋଲିକି କୁହ ନା। ମହିଳାମାନଙ୍କ ସ୍ୱାସ୍ଥ୍ୟ ଉପରେ ଆଧାରିତ ଜାଣିଲେ ଜିଣିବା କାର୍ଯ୍ୟକ୍ରମରେ 100ଟି ପ୍ରଶ୍ନ ପଚରାଯିବ। ଏହି ପ୍ରତିଯୋଗିତା ଗୋଟିଏ ଗୋଟିଏ ଗାଁର 10 ଜଣ ପ୍ରତିଯୋଗୀଙ୍କୁ ନେଇ କରାଯିବ। ଆଉ ଯିଏ ଅଧିକ ନମ୍ବର ରଖିବ, ସିଏ ଜିତିବ ଗୋଟିଏ ଆକର୍ଷଣୀୟ ପୁରସ୍କାର। ତାହେଲେ ଭଲ ହେଲା, ମୁଁ ବି ଭାଗ ନେଇଥିଲି। ଆରେ ନା ନା, ଏହି ପ୍ରତିଯୋଗିତା କେବଳ ମହିଳାମାନଙ୍କ ପାଇଁ। ହଁ ଶ୍ରୋତା ଭଉଣୀ, ଶୁଣନ୍ତୁ, ଜାଣିଲେ ଜିଣିବାର ପ୍ରତିଟି ଅଧ୍ୟାୟ ଆଉ ଜିତନ୍ତୁ ଏମିତି ଅନେକ ପୁରସ୍କାର। ତେବେ ଜାଣନ୍ତୁ ଆଉ ଜିତନ୍ତୁ।